ବଜାଜ ଆଲାଏନ୍ସ ବାଲେଶ୍ୱର ଶାଖା ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ। ଦେଶର ଅଗ୍ରଣୀ ଜୀବନ ବୀମା ସଂସ୍ଥା ବଜାଜ ଆଲାଏନ୍ସ ବାଲେଶ୍ୱର ଶାଖା ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ବିଦ୍ୟୁତ ମାର୍ଗ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବଜାଜ ଆଲାଏନ୍ସର ଆସୋସିଏଟ ରିଜିଓନାଲ ହେଡ୍ ବୀରେନ୍ଦ୍ର କୁମାର ବେହୁରା ଏହି ଶିବିରକୁ ଉଦ୍ଘାଟନ ସହ କମ୍ପାନୀର ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଚିକିତ୍ସକଙ୍କ ଜରିଆରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ନିୟମିତ ପଦକ୍ଷେପ ନିଆଯାଏ ବୋଲି ଶ୍ରୀ ବେହୁରା କହିଥିଲେ। ଏକ ମାଗଣା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଅଛୁ। ଡକ୍ଟର ତାପସ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆମର ସମସ୍ତ ଏମ୍ପ୍ଲୟି ମୁଁ ବୀରେନ୍ଦ୍ର ବେହୁରା ଏବଂ ମୋର 2 ଜଣ ବ୍ରାଞ୍ଚ ମ୍ୟାନେଜର ଗୋପୀନାଥ ନନ୍ଦ, ଦେବେନ୍ଦ୍ରନାଥ ଭଞ୍ଜ ଏବଂ ମୋର ସମସ୍ତ ସେଲ୍ସ ମ୍ୟାନେଜର ଯେତେ ଷ୍ଟାଫ୍ ବି ଅଛନ୍ତି ଆମର ଅଫିସ୍ ବୟ ସମସ୍ତେ ମିଶିକି ଆମେ ଏଇଟା ଗୋଟେ ଅର୍ଗାନାଇଜ୍ କରିଛୁ। ତ ଆମ ବାଲେଶ୍ୱରବାସୀଙ୍କର ସ୍ୱାସ୍ଥ୍ୟ ଉପରେ ଆମେ ସଚେତନ ହେବା ଏବଂ ସମସ୍ତଙ୍କୁ ପରାମର୍ଶ ଦେବା ଡକ୍ଟରଙ୍କ ଦ୍ୱାରା ଯେ ଆମେ ସମସ୍ତେ ଫିଟ୍ ରହିବା। ଆଉ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆମେ ଜାଣିଛୁ। ତ ଯଦି ସ୍ୱାସ୍ଥ୍ୟ ନାହିଁ ତାହେଲେ ଆମର ସମ୍ପଦ ଆମ ପାଖରେ ନାହିଁ। ତ ଏହା ହେଉଛି ମୂଳ ଆଭିମୁଖ୍ୟ ସମାଜ ପ୍ରତି ଆମର ସଚେତନତା ଭାବ ଜାଗ୍ରତ କରିବା। ସେ ନନ୍ ଟ୍ରେଡ଼ିଂ କନସର୍ନ ବିଜନେସ୍। ତ ୟାର ଆଭିମୁଖ୍ୟ ହେଉଛି ଆକ୍ଚୁଆଲି କମର୍ସିଆଲ ବିଜନେସ୍ ନୁହେଁ, ଲୋକଙ୍କର ସେବା ଆଉ ସହାନୁଭୂତିତା ନେଇ ଏ କମ୍ପାନୀ ଆକ୍ଚୁଆଲି ଆଗଉଛି। ଆଉ ଆମେ ଯେଉଁ କହୁଛନ୍ତି ଫିନାନ୍ସିଆଲ ସେକ୍ଟର ଯେଉଁଟା ଆମେ କହୁଛନ୍ତି ଫିନାନ୍ସିଆଲ ସେକ୍ଟର ଆକ୍ଚୁଆଲି ସବୁ କମ୍ପାନୀ ସେ ଜିନିଷ କରାଏ, କିନ୍ତୁ ଇଏ ହେଉଛି ଲୋକଙ୍କର ପ୍ରିୟ ଆଭିମୁଖ୍ୟ କମ୍ପାନୀ। ତ ଇଏ ଆକ୍ଚୁଆଲି ଫିନାନ୍ସିଆଲକୁ ବା ପ୍ରଫିଟ୍ ଆଣ୍ଡ ଲସ୍କୁ ଏତେ ଗୁରୁତ୍ୱ ଦିଏ ନାହିଁ। ଆମେ ରେଗୁଲାର ବେସିସ୍ରେ କରୁ। ୟା ପୂର୍ବରୁ ଆମେ କରିଥିଲୁ ଯେ ଗୋଟେ ଲୋକମାନଙ୍କ ପାଇଁ ଅନ୍ଧମୁକ ବଧିରରେ ଯାଇକି ବି କରିଥିଲୁ, ପ୍ଲସ୍ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ବି କରିଥିଲୁ। ତ ବହୁତ ଗଭର୍ଣ୍ଣମେଣ୍ଟ ସେକ୍ଟର ସହିତ ବି ଆମେ ଇନଭଲ୍ଭ ରହିକି କାମ କରୁ। ଗଭର୍ଣ୍ଣମେଣ୍ଟ ଅଫିସ୍ ସହିତ କିଛି ଆମର ସାଇରୁଲ ଭାଇ ଜଣେ ଅଛନ୍ତି, ଆମକୁ ବି ଡାକିଥିଲେ, ଆମେ ବି ଯାଇଥିଲୁ। ଆଉ ଯେଉଁ କରୋନା ସମୟରେ ବି ଆମେ ଲୋକଙ୍କର ସେବା ଶୁଶ୍ରୂଷା ବି କରିଥିଲୁ। ତ ଲୋକଙ୍କ ସହିତ ଆମେ ମିଳିମିଶିକି ରହି କାମ କରିବା ପାଇଁ ସବୁବେଳେ ପ୍ରୟାସ ଆମର ଜାରି ରହିଥାଏ। ବାଲେଶ୍ୱର ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ତାପସ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ସେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତେବେ ସାଧାରଣ ଲୋକଙ୍କ ନିକଟରେ ଖର୍ଚ୍ଚବହୁଳ ଚିକିତ୍ସାକୁ ସୁଲଭ କରିବା ପାଇଁ ଏହିଭଳି ଶିବିର ଆୟୋଜନ ବାସ୍ତବିକ ପ୍ରଶଂସନୀୟ ବୋଲି ସେ କହିଥିଲେ। ବାଲେଶ୍ୱର ଶାଖା ସିନିୟର ମ୍ୟାନେଜର ଗୋପୀନାଥ ନନ୍ଦ ଏହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ୟୁନିଟ୍ 1 ସିନିୟର ବ୍ରାଞ୍ଚ ମ୍ୟାନେଜର ଦେବେନ୍ଦ୍ରନାଥ ଭଞ୍ଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ଡାକ୍ତର ଦାସ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ବାଲେଶ୍ୱର ପରମ୍ପରା କ୍ଲିନିକ ପକ୍ଷରୁ ଏହି ଶିବିରରେ ବିଭିନ୍ନ ରୋଗ ସମ୍ବନ୍ଧୀୟ ରକ୍ତ ପରୀକ୍ଷା କରାଯାଇଥିଲା। ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।